ଶାରୀରିକ ସମ୍ପର୍କ ବନାଇବା କେବଳ ଶାରୀରିକ ଆନନ୍ଦ ପାଇଁ ନୁହେଁ, ଏହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରିବା ଏବଂ ପରିବାରକୁ ଖୁସି ରଖିବା ପାଇଁ ମଧ୍ୟ ହୋଇଥାଏ। ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ ଏବଂ ଏହି ଶକ୍ତି ଆପଣଙ୍କୁ ଆପଣଙ୍କ ଯୌନ ଜୀବନରେ ମଧ୍ୟ ଉର୍ଜାଳୁ ରଖିଥାଏ ଏବଂ ଆପଣ ଯୌନ ସମ୍ପର୍କ ବନାଇବା ସମୟରେ ଅଧିକ ଉପଭୋଗ କରିପାରିଥାନ୍ତି। ଯଦି ଆପଣ ଗୋଟେ ମହିଳାଙ୍କୁ ସମ୍ପର୍କ ପାଇଁ ଆଗ୍ରହୀ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଏହି ଦୁଇଟି କଥା କୁହନ୍ତୁ। ପ୍ରଥମ, ଆପଣ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିପାରିବେ। ଦ୍ୱିତୀୟ, ତୁମେ ଯାହା କହିବ ତାହା ମୁଁ ମାନିବାକୁ ପ୍ରସ୍ତୁତ ଅଛି। ଯଦି କେହି ଜାଣିଯାଏ ଯେ ଆପଣ ତାଙ୍କ ବିନା ବଞ୍ଚିପାରିବେ ନାହିଁ, ତେବେ ସେହି ବ୍ୟକ୍ତି ଏହାର ଖରାପ ଫାଇଦା ଉଠାଇବା ଆରମ୍ଭ କରିଦେଇଥାଏ। ପ୍ରାୟତଃ ଲୋକମାନେ ନିଜ ଝିଅକୁ ଅସୁବିଧାରେ ଦେଖି ଭୟଭୀତ ହୋଇଥାନ୍ତି, କିନ୍ତୁ ଅନ୍ୟ କାହାର ଝିଅକୁ ଅସୁବିଧାରେ ପକାଇବା ସମୟରେ ସେମାନେ ଖୁସି ଅନୁଭବ କରିଥାନ୍ତି। ଆରମ୍ଭରେ ସମସ୍ତେ ଭଲ ଏବଂ ପରେ ଖରାପ ମନେ ହୁଅନ୍ତି, କାରଣ ସମୟ ଧୀରେ ଧୀରେ ସମସ୍ତଙ୍କ ସତ୍ୟକୁ ବାହାର କରିଦେଇଥାଏ। କେବେ ବି କୌଣସି ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ଆସକ୍ତ ହୁଅନ୍ତୁ ନାହିଁ। ଯେକୌଣସି ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ଆସକ୍ତ ଆପଣଙ୍କୁ ନଷ୍ଟ କରିପାରେ, କାରଣ ଆଶା ନିଜଠାରୁ ଜନ୍ମ ନେଇଥାଏ ଏବଂ ଅନ୍ୟମାନଙ୍କଠାରୁ ଆଶା ଶେଷରେ ଦୁଃଖର କାରଣ ହୋଇଥାଏ। ଯଦି କୌଣସି ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ମହିଳାଙ୍କ ଦୁଇ ସ୍ତନକୁ ପ୍ରଥମେ ଧୀରେ ଧୀରେ ହାଲକା ହାତରେ ଚିପନ୍ତି ଓ ଏହାପରେ ଜୋର ଜୋର ଚିପନ୍ତି, ତେବେ ଏହାଦ୍ୱାରା ମହିଳାଙ୍କ କାମୁକତା ଚରମ ଶିଖରରେ ପହଞ୍ଚି ଯାଇଥାଏ ଓ ସେ କରିବାର ପୂରା ଆନନ୍ଦ ମଧ୍ୟ ନେଇପାରିଥାନ୍ତି। ଯେଉଁମାନେ ଅନ୍ୟ ମହିଳାଙ୍କ ଘର ଭାଙ୍ଗି ନିଜର ଘର ଗଢ଼ିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ମନେ ରଖିବା ଉଚିତ ଯେ ଅନ୍ୟ କାହାର ଘର ଭାଙ୍ଗି କେହି କେବେ ଖୁସିରେ ରହିପାରି ନାହିଁ। ଯିଏ କାହା ଜୀବନରେ ନିଆଁ ଲଗାଏ, ତାହାର ଜୀବନ ମଧ୍ୟ ପୋଡ଼ି ହୋଇଯାଇଥାଏ।